ଆମେ ସବୁବେଳେ ଫେମସ୍ ଜାଗାକୁ ଖୋଜିକି ଯାଇଥାଉ, ଯେମିତିକି ଫେମସ୍ ଟୁରିଷ୍ଟ ପ୍ଲେସ୍ ହଉ, ଫେମସ୍ ୱାଟରଫଲ୍ ହଉ, କିନ୍ତୁ ବେଳେବେଳେ ଆମ ଘର ସାଇଡ଼୍ରେ ବି ଥିବ ସେମିତି ଜାଗା ଆମେ ଖୋଜି ପାଇନଥାଉ। ତ ସେମିତି ଜାଗାରେ ଆଜି ଆମେ ଆସିଛୁ। ଆମ ଘରରୁ ମାତ୍ର 20 କିଲୋମିଟର। এই ଜାଗା ବିଷୟରେ ଖାଲି ଶୁଣିଛୁ କିନ୍ତୁ ଦେଖିନଥିଲୁ। ଆଉ ଗତ ବର୍ଷ ଆସିଥିଲୁ ଶୁଣିଛୁ, କିନ୍ତୁ ଏହାର ରାସ୍ତା ପାଇନଥିଲୁ। ମାତ୍ର 5 ମିଟର ଦୂର ଆମେ ଆଉ ଦେଖିପାରିଲୁନି ସେ ରାସ୍ତାକୁ, ଆଉ ରିଟର୍ନ ପଳାଇ ଯାଇଥିଲୁ। କିନ୍ତୁ ଏ ବର୍ଷ ପୁଣି ଥରେ ଆସିଛୁ। ଗତ ବର୍ଷ 2 ଜଣ ଆସିଥିଲୁ କିନ୍ତୁ ରାସ୍ତା ପାଇନଥିଲୁ। ଏ ବର୍ଷ ଯେ ଆଗରୁ ଆସିଥିଲେ ସେମାନେ ଆମକୁ ରାସ୍ତା ଦେଖେଇଲେ, ଯେ ଅଳ୍ପ ବାଟ ଆମେ ଖୋଜି ପାଇଲୁନି। କିନ୍ତୁ এই ଜାଗାଟି ମସ୍ତ ଅଛି। ଆମ ଘରରୁ 20 କିଲୋମିଟର ହେବ। ଏଇଟା ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ। ନବରଙ୍ଗପୁରରୁ ମାତ୍ର 30ରୁ 35 କିଲୋମିଟର ଦୂର। ଏତେ ସୁନ୍ଦର ଜାଗା ଦେଖନ୍ତୁ, ଆପଣମାନେ ଦେଖିପାରୁଥିବେ ଏଇ ୱାଟରଫଲ୍ଟା ଏଇ ତଳେ ଗୋଟେ ପଡ଼ୁଛି, ଆଉ ସେଇ ଉପରେ ମଧ୍ୟ ଅଛି। ଏମିତି ପୁରା ଅଛି। ଏଠି ବଣ ପର୍ବତ ସବୁ ଘେରା ଏଇ ଜାଗା, ଚାରିଆଡ଼େ ପର୍ବତ ଜଙ୍ଗଲ, ଆଉ ମଝିରେ ଏଇ ୱାଟରଫଲ୍। ତ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଛି। ଏମିତି କିଛି ଅଛି। ଏଇଟା କେଉଁ ଜାଗାରେ ଅଛି କ'ଣ ଆପଣମାନଙ୍କୁ କମ୍ପ୍ଲିଟ୍ କହିବି ଭିଡ଼ିଓର ଶେଷରେ। ଆପଣମାନେ ଭିଡ଼ିଓ ଶେଷ ଯାଏଁ ଦେଖନ୍ତୁ। ତ ଚାଲନ୍ତୁ ଏଇ ୱାଟରଫଲ୍ ଆପଣମାନଙ୍କୁ ପୁରା କଭର୍ କରେଇବି, ଆଉ କେଉଁଠି ଅଛି ଏଇ ୱାଟରଫଲ୍ଟା ପଡ଼ୁଛି ଏଇ ଜାଗାରେ। ତ କମ୍ପ୍ଲିଟ୍ ଦେଖିବେ, ଭିଡ଼ିଓର ଶେଷ ଯାଏଁ ରୁହନ୍ତୁ। ଆଉ କହିବି ମଝିରେ ମୁଁ ଏଇଟା କେଉଁ ୱାଟରଫଲ୍ଟା, ଆପଣମାନେ ଥରୁଟେ ଏଠି ନିଶ୍ଚୟ ଆସନ୍ତୁ। ବହୁତ ସୁନ୍ଦର ଜାଗା। ସେ ଉପରେ ଦେଖିବାକୁ ଆହୁରି ବହୁତ ସୁନ୍ଦର। ସେ ଉପରେ ମଧ୍ୟ ଆପଣମାନଙ୍କୁ ନେବି। ସେଠି ଗାଧୋଇବା ଷ୍ଟାର୍ଟ କଲେଣି, ତ ଯିବା ସେ ଉପରେ ମଧ୍ୟ। ଏଠି ଥରେ ଆସିଲେ ବାର ବାର ଆସିବାକୁ ଇଚ୍ଛା ହୁଏ ଏମିତି ଜାଗା। ଆଉ ଆମର ସାଙ୍ଗେ ଯେଉଁମାନେ ଆସିଛନ୍ତି ସେମାନେ ବହୁତ ଥର ଆସିଲେଣି, କାହିଁକିନା ଏ ଜାଗା ଏମିତି ମୋହିତ କରିବ ଆପଣମାନଙ୍କୁ। ବହୁତ ସୁନ୍ଦର ଜାଗାଟେ। ୱାଟରଫଲ୍ ଏତେ ସୁନ୍ଦର ଏଇଠି ପଡ଼ୁଛି, ଆଉ ସେ ଉପରେ। ତ ଯିବା ସେ ଉପରେ ଦେଖିବା। ତ ଏଇ ଯେଉଁ ପଛରେ ମୋର ଭିଉ ଦେଖୁଛନ୍ତି, ଏଇଟା କେଉଁଟା ହେଇଥିବ ଭାବୁଛନ୍ତି ଆପଣ? କ'ଣ ଏଇଟା କେଉଁ ଦୂରକୁ ଯାଇଥିବ ଭାବୁଛନ୍ତି? କିନ୍ତୁ ନା, ଏଇଟା ନବରଙ୍ଗପୁରରେ ଅବସ୍ଥିତ। ଏଇ ସୁନ୍ଦର ୱାଟରଫଲ୍ଟା ନବରଙ୍ଗପୁରରୁ ମାତ୍ର 30 କିଲୋମିଟର ଦୂର। ଏତେ ସୁନ୍ଦର ୱାଟରଫଲ୍ ଅଛି, କିନ୍ତୁ ୟା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ଆଉ ଏବେ ଏଇଟା ଟ୍ରେଣ୍ଡିଂରେ ଅଛି, କିନ୍ତୁ ଦେଖିବାକୁ ବହୁତ ସୁନ୍ଦର। ଏଠି ଆସିଲେ ଆପଣମାନଙ୍କୁ ପୁରା ଦିନ କାଟିଲେ ବି ମନ ଭରିବନି, ଏତେ ସୁନ୍ଦର ଜାଗା। ତ ଏଠି ଗୋଟିଏ ଜାଗାରେ 2ଟା ୱାଟରଫଲ୍ ଅଛି। ଏଇଟା ଆଉ ତଳେ ଗୋଟିଏ ପାଖାପାଖି 2ଟା ୱାଟରଫଲ୍। ତ ଏଠି ସମସ୍ତେ ଗାଧାପିଧା କରୁଛନ୍ତି ଆଉ ଏନ୍ଜୟ କରୁଛନ୍ତି। ଆମେ ମଧ୍ୟ ଗାଧେଇବା ଦେଖିବା। ଆଉ ଏତେ ସୁନ୍ଦର ଜାଗାଟେ ନବରଙ୍ଗପୁରରେ। ଏଇଟା ଡକ୍ରାଧର ୱାଟରଫଲ୍। ଏଣ୍ଡୁଳିକଣ୍ଡିରୁ ମାତ୍ର ଅଳ୍ପ ଦୂର ଏଇ ଜାଗାଟା। ତ ଥରୁଟିଏ ଆପଣମାନେ ମଧ୍ୟ ଆସନ୍ତୁ, ଜାଗା ଦେଖିବେ ବହୁତ ସୁନ୍ଦର ଅଛି। ତ କିଛି ଏମିତି ଅଛି, ଚାରିଆଡ଼େ ବଣ ଜଙ୍ଗଲ ଘେରା। ଆଉ ଏଇଠି ମଧ୍ୟ ଗୋଟେ ୱାଟରଫଲ୍ ଅଛି ଏଇ ତଳେ। ଏଇଟା ଯେଉଁଟା ପଡ଼ୁଛି ସେଇଟା ସେ ତଳରୁ ଦେଖାଯିବ। ଆଉ ଏତେ ସୁନ୍ଦର ଜାଗାଟେ ଆମେ ଗତ ବର୍ଷ ମିସ୍ କରିଦେଇଥିଲୁ। ତ ଯାହା ହଉ ଏ ବର୍ଷ ମଧ୍ୟ ଆସିକି ଆମେ ଦେଖିଲୁ। ଆପଣମାନେ ମଧ୍ୟ ଆସନ୍ତୁ, ଦେଖିବେ ବହୁତ ସୁନ୍ଦର ଅଛି ଏଇ ୱାଟରଫଲ୍ଟା। ତ ଥରୁଟେ ନିଶ୍ଚୟ ଆସିବା କଥା। ଏମିତି କିଛି ଅଛି। ଏଇ ଜାଗାକୁ ଆସିବା ପାଇଁ ଟିକେ କନଫ୍ୟୁଜ୍ ହେଇପାରେ, ସେଥିପାଇଁ ମୁଁ ଆପଣମାନଙ୍କୁ ଆଗରେ ଟିକେ ଦେଖେଇଦେବି। କାହିଁକିନା ଗତ ବର୍ଷ ଆମେ ତଳକୁ ପଳାଇ ଯାଇଥିଲୁ, ଟିକେ ରାଇଟ୍ରେ ବୁଲିବାର ଅଛି। ସେଇ ଜାଗା ମଧ୍ୟ ଦେଖେଇଦେବି। ତ କେମିତି ଆସିବେ କ'ଣ, ମଙ୍ଗରଧାର ରାସ୍ତାରେ ଆସିବେ, ତାପରେ ଏଇ ଗାଁ ଆସିଲା ପରେ ଗାଁରୁ ଟିକେ କନଫ୍ୟୁଜ୍ ହେଇଯିବେ। ତ ସେଇଟା ଟିକେ ଦେଖେଇଦେବି ଭିଡ଼ିଓରେ। ତ ଆସନ୍ତୁ ଥରୁଟିଏ ନିଶ୍ଚୟ ଦେଖିବେ, ବହୁତ ସୁନ୍ଦର ଲାଗିବ ଏ ଜାଗା। ସେଇ ଗାତ ଭିତରେ ଯିବା ପାଇଁ ଡରିଲେ ପିଲାମାନେ, ଆଉ ଡରିବା କଥା ମଧ୍ୟ, କାହିଁକିନା ସେମିତି ଅଛି। କେତେ ଗାତ ଅଛି କ'ଣ ଜଣା ନାହିଁ, କିନ୍ତୁ ଗାଧୋଇବା ପାଇଁ ଆପଣମାନଙ୍କୁ ଏପଟେ ବହୁତ ସୁବିଧା ଅଛି। ଏପଟେ ଗାଧୋଇବେ, ଆଉ
এই ଭିୟୁର ଆନନ୍ଦ ନେବେ। ସେ ଭିତରେ ଯିବା ରିସ୍କ ନିଅନ୍ତୁ ନାହିଁ। এইটা বড় ওয়াଟরফল ফার্স্ট ଆଉ ସେକେଣ୍ଡ ওয়াଟরফল এই ତଳେ ଅଛି। ଆଉ ସେପଟେ ମଧ୍ୟ ଥିବ ବୋଧେ କିନ୍ତୁ ଯିବାର ସୁବିଧା ଟିକେ ନାହିଁ। এইটা হচ্ছে সেই জায়গা। এই সিধা গলে পাইবেনি, রাইট কু যাবার আছে। রাইট গলে সেই ওয়াটরফল আছে, সিধা গলে খালি নাଳ। ସେ ଉପରେ ଗାଡ଼ି ରଖିବେ ଆଉ ଏମିତି ଆସିବେ। ଏଇଠୁ ରାଇଟ୍ ଗଲେ ଯିବେ ୱାଟରଫଲ୍, ଆଉ ତଳେ ଗଲେ ଖାଲି ବୁଲିକି ପଳେଇ ଆସିବେ। ଆମେ ଗତ ବର୍ଷ ସେମିତି ତଳେ ଗଲୁ। ରାଇଟ୍ରେ ଟିକେ ଜଙ୍ଗଲ ପୁରା ଘଞ୍ଚ ଥିଲା, ଏବେ ଟିକେ ସଫା ଅଛି। ତ ସେମିତିରେ ଆମେ ମିସ୍ କରିଦେଇଥିଲୁ, କିନ୍ତୁ ଏବେ ଯାଇକି ଆସିଲୁ। ତ ଫ୍ରେଣ୍ଡସ୍ ଦେଖିଲେ ଏଇ ବ୍ୟୁଟିଫୁଲ୍ ଜାଗାଟା ବକ୍ରାଧର ୱାଟରଫଲ୍ ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଥିବ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ କମେଣ୍ଟରେ ଲେଖନ୍ତୁ ଏଇ ଜାଗାରେ କେବେ ଆସିବେ ବା କେବେ ଆସିଛନ୍ତି। ଆଉ ଯଦି ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ ନିହାତି କରନ୍ତୁ। ଥରୁଟିଏ ଆସନ୍ତୁ, ଜାଗାଟି ବହୁତ ସୁନ୍ଦର ଅଛି। ତ ଆଜିର ଭିଡ଼ିଓଟି ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ସେତେବେଳେ ଯାଏଁ ବିଦାୟ ଦେଉଛି। ନମସ୍କାର, ବାଏ ବାଏ।